ପୂର୍ତ୍ତ ବିଭାଗ ଏବେ ଗର୍ତ୍ତ ସୃଷ୍ଟି ବିଭାଗରେ ପରିଣତ ହେଲାଣି। ବାବୁମାନେ ସରକାର କା ମାଲରେ ଜଣେ ଜଣେ କୁବେର। ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଅଧିକାଂଶ ପୂର୍ତ୍ତ ବିଭାଗ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଆସିକାର ଭଞ୍ଜନଗର ଯିବା ରାସ୍ତାରେ ଭୂତ ବି ଯିବାକୁ ଭୟ କରିବା ଭଳି ପରିସ୍ଥିତି ହୋଇଛି। ଆସିକା ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି ଓ କେଟୁ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବା ମିଥ୍ୟା ବିଲ୍ କରିଥିବା ଆଲୋଚନା ହେଉଛି। ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଓକିଟୁ କଥା ପଚାରିଲେ ବାବୁଙ୍କ ଫୋନ୍ ୱାନ୍ ସାଇଡ୍ ହୋଇଯାଉଛି। ଆସିକା କବିସୂର୍ଯ୍ୟ ନଗର ଭଞ୍ଜନଗର ଅଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆସିକା ମିନି ଷ୍ଟାଡିୟମ ଉପଖଣ୍ଡ ଚିକିତ୍ସାଳୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପୂର୍ବରୁ ପ୍ରକାଶ ହେବାର ନଜିର ରହିଛି। ଦୁର୍ନୀତି ସମ୍ପର୍କରେ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ଆସି ତଦନ୍ତ କରିଗଲେ ବି କୌଣସି ଘଟଣାର ପର୍ଦ୍ଦାଫାଶ ହେଉନାହିଁ। ସରକାରଙ୍କ ଦରମା ନେଇ ଅଧିକାଂଶ ବାବୁମାନେ କାର୍ଯ୍ୟାଳୟକୁ ନ ଆସି ସାଇଟ୍କୁ ଯାଇଥିବା ଦର୍ଶାଯାଉଛି। ଯଦି ବାବୁମାନେ ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି ତାହେଲେ କେଉଁଠି ସ୍ୱଳ୍ପ ସମୟ ମଧ୍ୟରେ ପିଚୁ ଉଠିଯିବା ସହ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି କେମିତି ହେଉଛି? ଗଞ୍ଜାମ ଜିଲ୍ଲାକୁ ବାବୁମାନେ ଥରେ ଆସିଲେ ଏଠାକାର ପାଣି ପବନ ସହ ଖାପ ଖୁଆଇ କିଛି ବର୍ଷ ମଧ୍ୟରେ ଜଣେ ଜଣେ କୁବେର ପାଲଟି ଭିଜିଲାନ୍ସ ହାତରେ ଧରାପଡ଼ିବା ନଜିର ରହିଛି। ଲୋକେ କହିଲେଣି ପୂର୍ତ୍ତ ବିଭାଗ ନା ଗର୍ତ୍ତ ସୃଷ୍ଟି କରିବା ବିଭାଗ ବୋଲି। ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେଉଥିଲେ ବି ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟତିକ୍ରମ ଯୋଗୁଁ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବ୍ୟୁରୋ ରିପୋର୍ଟ, ଜଗନ୍ନାଥ ନ୍ୟୁଜ୍ 24।